ଧର୍ମଗଡ଼ରେ ଯୁବ ଓ ଛାତ୍ର ବିଜନ୍ତ ଦଳ ପକ୍ଷରୁ ଏକ ବ୍ୟାପକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଯୁବ ସମାଜକୁ ସଂଗଠିତ କରି ଦଳକୁ ତୃଣମୂଳ ସ୍ତରରେ ଆହୁରି ସୁଦୃଢ଼ କରିବା, ସାମାଜିକ ଦାୟିତ୍ୱବୋଧ ବୃଦ୍ଧି କରିବା ଏବଂ ଆଗାମୀ ଦିନରେ ସଂଗଠନକୁ ଅଧିକ ସକ୍ରିୟ କରିବା ଉପରେ ସଭାର ବିସ୍ତୃତ ଆଲୋଚନା ହୋଇଥିଲା। ଏହି ଆଲୋଚନା ଚକ୍ରରେ ଧର୍ମଗଡ଼ ବ୍ଲକର ସମସ୍ତ ପଞ୍ଚାୟତରୁ ଶତାଧିକ ଯୁବ ଓ ଛାତ୍ରକର୍ମୀ, ସଂଗଠକ ଏବଂ ଦଳୀୟ ନେତୃବୃନ୍ଦ ଯୋଗ ଦେଇଥିଲେ। ସଂଗଠନକୁ ଗାଁ ଗାଁରେ ଅଧିକ ମଜବୁତ କରିବା, ଯୁବପିଢ଼ିଙ୍କୁ ଦଳ ସହ ଯୋଡ଼ିବା ଓ ଲୋକଙ୍କ ବିଭିନ୍ନ ସମସ୍ୟାକୁ ପ୍ରାଧାନ୍ୟ ଦେବା ପାଇଁ ସମସ୍ତ ମତ ପ୍ରକାଶ ରଖିଥିଲେ। ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହ ଦେଓ ନିଜ ବକ୍ତବ୍ୟରେ ବର୍ତ୍ତମାନ ରାଜ୍ୟ ସରକାରଙ୍କ କାର୍ଯ୍ୟଧାରାକୁ ସମାଲୋଚନା କରିଥିଲେ। ପାଠ୍ୟପୁସ୍ତକରେ ତଥ୍ୟଗତ ତ୍ରୁଟି ରହିବା ଶିକ୍ଷା ବ୍ୟବସ୍ଥା ପାଇଁ ଚିନ୍ତାଜନକ ବୋଲି ସେ କହିଥିଲେ। ସେହିପରି ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଦର ବୃଦ୍ଧି ଯୋଗୁଁ ସାଧାରଣ ଲୋକଙ୍କ ଉପରେ ଆର୍ଥିକ ବୋଝ ବଢ଼ି ଚାଲିଥିବା ଅଭିଯୋଗ କରି ସରକାରଙ୍କୁ ଏହାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ଆହ୍ୱାନ ଜଣାଇଥିଲେ। ଅନ୍ୟ ବକ୍ତାମାନେ କହିଥିଲେ ଯେ ଯୁବପିଢ଼ି ହେଉଛି ସମାଜ ଓ ରାଜନୀତିର ପ୍ରମୁଖ ଶକ୍ତି। ସେମାନଙ୍କ ସକ୍ରିୟ ଅଂଶଗ୍ରହଣ ବିନା ଏକ ସୁଦୃଢ଼ ସଂଗଠନ ଗଠନ ସମ୍ଭବ ନୁହେଁ। ତେଣୁ ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ଯୁବ ଓ ଛାତ୍ର ସଂଗଠନକୁ ଆହୁରି ସକ୍ରିୟ କରିବା ସହ ଜନସାଧାରଣଙ୍କ ସମସ୍ୟାକୁ ନେଇ ଆନ୍ଦୋଳନକୁ ଜୋରଦାର କରିବାକୁ ଆହ୍ୱାନ ଦିଆଯାଇଥିଲା। ଶେଷରେ ଆଗାମୀ ଦିନରେ ଧର୍ମଗଡ଼ ଅଞ୍ଚଳରେ ଯୁବ ଓ ଛାତ୍ର ବିଜେଡିକୁ ଅଧିକ ସୁଦୃଢ଼ କରିବା ପାଇଁ ସାଂଗଠନିକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ସହ ଜନସାଧାରଣଙ୍କ ସହ ନିୟମିତ ସମ୍ପର୍କ ରଖିବାକୁ ସଭାରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡରୁ ଉଦିତ ନାରାୟଣ ଠାକୁରଙ୍କ ରିପୋର୍ଟ, ସଠିକ୍ ନ୍ୟୁଜ୍।